ସମସ୍ତଙ୍କୁ ଅତି ଶୀଘ୍ର ଆସୁଥିବା ମଧୁମୟ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରେଜ୍ ଲର୍ଡ। ଏବଂ ମୁଁ ଆଶା କରେ ଆପଣମାନେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା ଭଲରେ ଅଛନ୍ତି। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ମନବାଞ୍ଛା କିପରି ପୂର୍ଣ୍ଣ ହୁଏ ଏ ସମ୍ବନ୍ଧରେ ଅଳ୍ପ ସମୟ ଆମମାନେ ପାଠ କରିବା। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଏହି ଧରାପୃଷ୍ଠରେ ଯେତେବେଳେ ଆମ୍ଭେମାନେ ବାସ କରୁ, ପ୍ରତ୍ୟେକ ମନୁଷ୍ୟ ଜାତି ନିଜ ନିଜର ମନବାଞ୍ଛାକୁ ପୂର୍ଣ୍ଣ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, କିନ୍ତୁ ଏହା ବେଳେବେଳେ ବିଫଳ ହୋଇଥାଏ ଅବା ଅପୂର୍ଣ୍ଣତା ଆମ୍ଭେମାନେ ଦେଖିବାକୁ ପାଇଥାଉ। ଯେତେବେଳେ ମନୁଷ୍ୟ ଜୀବନକୁ ଆମେ ଦେଖୁ, ମନୁଷ୍ୟ ନିଜ ମନରେ ଅନେକ କଳ୍ପନା କରିଥାଏ। ଯେତେବେଳେ ଆମ୍ଭେମାନେ ହିତୋପଦେଶ 19 ଅଧ୍ୟାୟ 21 ପଦକୁ ପାଠ କରୁ, ମନୁଷ୍ୟର ମନରେ ନାନା ସଂକଳ୍ପ ଥାଏ, ମାତ୍ର ସଦାପ୍ରଭୁଙ୍କ ମନ୍ତ୍ରଣା ସ୍ଥିର ହେବ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ମନୁଷ୍ୟ ମନରେ ନାନା ସଂକଳ୍ପ ଥାଏ, ନାନା ଚିନ୍ତା ଥାଏ, ଯେଉଁ ଚିନ୍ତା କି ମନୁଷ୍ୟକୁ ସଫଳତା ଦେଖାଇବା ପାଇଁ ଇଚ୍ଛା ପ୍ରକାଶ କରିଥାଏ। କିନ୍ତୁ ମନୁଷ୍ୟ ନିଜର ଚିନ୍ତା, ବୁଦ୍ଧି, କୌଶଳ ଏହି ସକଳ ବିଷୟରେ ନିଜର ମନବାଞ୍ଛା ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିଥାନ୍ତି, କିନ୍ତୁ ମନୁଷ୍ୟ ଅସମ୍ପୂର୍ଣ୍ଣତା ହୋଇଥାଏ। ଏଣୁ ପ୍ରିୟ ବନ୍ଧୁଗଣ, ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମମାନଙ୍କର ମନବାଞ୍ଛା କିପରି ପୂର୍ଣ୍ଣ ହୁଏ। ଏହା ଆମମାନଙ୍କର ଜୀବନରେ ଜାଣିବାର ବିଷୟ ଅଟେ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ମନବାଞ୍ଛା କିପରି ପୂର୍ଣ୍ଣ ହୁଏ ଏ ସମ୍ବନ୍ଧରେ ପବିତ୍ର ଶାସ୍ତ୍ର ବାଇବଲରୁ କିଛି ଅଂଶ ଆମମାନେ ପାଠ କରିବା। ପ୍ରଥମଟି ହେଉଛି ସଦାପ୍ରଭୁଙ୍କଠାରେ ଆନନ୍ଦ କରିବା, ଯାହା ଆମ୍ଭେମାନେ ଦେଖିବାକୁ ପାଉ ଗୀତ ସଂହିତା 37 ପର୍ବ 4 ପଦ। ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର, ତହିଁରେ ସେ ତୁମ୍ଭର ମନବାଞ୍ଛା ପୂର୍ଣ୍ଣ କରିବେ। ଏବଂ ପ୍ରଥମ ତେସଲୋନିକୀୟ 5 ପର୍ବ 16 ପଦ, ଫିଲିପିଓ 4 ତାର 4 ପଦ। ହଁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ସଦାପ୍ରଭୁଙ୍କଠାରେ ଯେବେ ଆନନ୍ଦ କରିବା, ତେବେ ଆମ୍ଭମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ। ଦ୍ୱିତୀୟଟି, ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କରିବା, ଯାହା ଆମ୍ଭେମାନେ 37 ଅଧ୍ୟାୟ 3 ପଦରେ ଆମେ ଦେଖିବାକୁ ପାଇଥାଉ। ସଦାପ୍ରଭୁଙ୍କଠାରେ ନିର୍ଭର ରଖିବା ପୁଣି ସୁକର୍ମ କରିବା, ତେବେ ଆମମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ। ତୃତୀୟ ବିଷୟ, ବିଶ୍ୱସ୍ତତାର ଅନୁଗାମୀ ହେବା। ହଁ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମ୍ଭେମାନେ ଏହି ଧରାପୃଷ୍ଠରେ ବାସ କରୁ, ଆମ୍ଭେମାନେ ବିଶ୍ୱସ୍ତତା ଜୀବନ ଅତିବାହିତ କରିବା। ଈଶ୍ୱରଙ୍କଠାରେ ଆମେ ଏକ ବିଶ୍ୱସ୍ତତା ଜୀବନ ଅତିବାହିତ କରିବା, ତେବେ ଆମ୍ଭମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୁଏ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ମନୁଷ୍ୟ ଜୀବନରେ ଆମମାନେ ବେଳେବେଳେ ଅବିଶ୍ୱସ୍ତତାର ଜୀବନ ଅତିବାହିତ କରୁଥିବା ହେତୁ ଆମମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇନଥାଏ। ଚତୁର୍ଥ କାରଣଟି ହେଉଛି ସଦାପ୍ରଭୁଙ୍କଠାରେ ନିଜର ଗତି ସମର୍ପଣ କରିବା। ହଁ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମ୍ଭେମାନେ 37 ଅଧ୍ୟାୟ 5 ପଦକୁ ପାଠ କରୁ, ଏଠାରେ ଆମେ ଦେଖିବାକୁ ପାଉ ସଦାପ୍ରଭୁଙ୍କଠାରେ ନିଜର ଗତି ସମର୍ପଣ କରିବା, ତେବେ ଆମ୍ଭମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୁଏ। କିନ୍ତୁ ବେଳେବେଳେ ମନୁଷ୍ୟ ନିଜର ଗତିକୁ ନିଜର ବୁଦ୍ଧି, ଜ୍ଞାନ, କୌଶଳରେ ନେଇଯାଇଥାଏ। ଏଣୁ ମନୁଷ୍ୟ ନିଜର ଜୀବନରେ ଯାହା ନିଷ୍ପତ୍ତି କରିଥାନ୍ତି, ଯାହା ଭାବିଥାନ୍ତି, ଯାହା ମନରେ ସଂକଳ୍ପବଦ୍ଧ କରିଥାନ୍ତି, ତାହା ଅସମ୍ପୂର୍ଣ୍ଣ ହୋଇଥାଏ। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଏକ ନିଷ୍ପତ୍ତି ନେବା, ଆମମାନେ ନିଜ ଜୀବନରେ ସଦାପ୍ରଭୁଙ୍କଠାରେ ନିଜର ଗତିକୁ ସମର୍ପଣ କରିବା, ତେବେ ଆମ୍ଭମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୁଏ। ପଞ୍ଚମ କାରଣଟି ହେଉଛି ପ୍ରଥମେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କରିବା। ମାଥିଉ ଅଧ୍ୟାୟ 6 ତାର 33 ପଦ। ହଁ ପ୍ରିୟ ବନ୍ଧୁଗଣ, ଆମମାନଙ୍କର ମନବାଞ୍ଛା ପୂର୍ଣ୍ଣ ହେବା ନିମନ୍ତେ ହେଲେ ଆମମାନେ ପ୍ରଥମେ ତାହାଙ୍କର ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କରିବାକୁ ପଡ଼ିବ। ତେବେ ଆମମାନଙ୍କର ମନରେ ଯାହା ନିଷ୍ପତ୍ତି କରୁ, ଯାହା ଭାବୁ, ଯାହା ଚିନ୍ତା କରୁ, ଯାହା ଆମମାନଙ୍କର ଆବଶ୍ୟକତା ପ୍ରାପ୍ତ ନିମନ୍ତେ ଆମେ ଭାବିଥାଉ, ତାହା ଆମମାନଙ୍କର ମନବାଞ୍ଛାକୁ ଜାଣିବା ପରମେଶ୍ୱର ଆମମାନଙ୍କର ମନବାଞ୍ଛାକୁ ସେ ପୂର୍ଣ୍ଣ କରିଥାନ୍ତି। ଷଷ୍ଠ ବିଷୟ ହେଉଛି ନିରନ୍ତର ପ୍ରାର୍ଥନା କରିବା। ପ୍ରଥମ ତେସଲୋନିକୀୟ 5 ଅଧ୍ୟାୟ ତାର 17 ପଦ। ହଁ ପ୍ରିୟ ବନ୍ଧୁଗଣ, ଆମମାନଙ୍କର ମନବାଞ୍ଛା ପୂର୍ଣ୍ଣ ହେବା ନିମନ୍ତେ ହେଲେ ଆମେ ନିରନ୍ତର ପ୍ରାର୍ଥନା କରିବାକୁ ପଡ଼ିବ। ଆମମାନଙ୍କର ପ୍ରତ୍ୟେକଟି ଗତିରେ, ପ୍ରତ୍ୟେକଟି କାର୍ଯ୍ୟରେ
ଆମମାନେ ସଦାପ୍ରଭୁଙ୍କଠାରେ ନିରନ୍ତର ପ୍ରାର୍ଥନା କରିବାକୁ ପଡ଼ିବ। ଯାହା ଆମେ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥାଉ, ଯାହା ଆମେମାନେ ମନରେ ଚିନ୍ତା କରିଥାଉ, ଭାବିଥାଉ, ଯାହାକି ଆମମାନଙ୍କର ମନର ବାଞ୍ଛା ପୂର୍ଣ୍ଣ ହେଉ ଏହା ଆମେ ନିଷ୍ପତ୍ତି କରିଥାଉ, ତେବେ ଆମ୍ଭେମାନେ ନିରନ୍ତର ସେ ବିଷୟ ନିମନ୍ତେ ପ୍ରାର୍ଥନା କରିବାକୁ ପଡ଼ିବ। ତେବେ ଆମମାନଙ୍କର ପରମେଶ୍ୱର ଆମମାନଙ୍କର ମନବାଞ୍ଛାକୁ ପୂର୍ଣ୍ଣ କରିବା ପାଇଁ ଉତ୍ତର ପ୍ରଦାନ କରନ୍ତି। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ସେହି ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କଠାରେ ନିଜର ଗତିକୁ ଆମମାନେ ସମର୍ପଣ କରିବା, ଯିଏକି ଆମମାନଙ୍କର ମନବାଞ୍ଛାକୁ ପୂର୍ଣ୍ଣ କରନ୍ତି। ଆଜିର ଏହି ଅଳ୍ପ ଆଲୋଚନା ମଧ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ।